ଧରାଗୋଡ଼ ଥାନା ଅନ୍ତର୍ଗତ ଢଉଗାଁ ବାହାଡ଼ାଗୁଡ଼ା ମଝିରେ ଗତ ଗୁରୁବାର ରାତ୍ର ପ୍ରାୟ 11:30 ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ଜଣେ ମାଣିକପୁର ଗ୍ରାମର 37 ବର୍ଷୀୟ କୃଷ୍ଣ ଭୂୟାଙ୍କର ମୃତ୍ୟୁ ହୋଇଛି। ଅନ୍ୟ 2 ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଜାତୀୟ ରାଜପଥରେ ଥିବା ଏକ ଖାଲ ଭିତରେ ବାଇକ୍ ପଶିଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। କୃଷ୍ଣ ଓ ତାଙ୍କ 2 ସହଯୋଗୀ ଆସିକାରେ ରଙ୍ଗ କାମ କରି ନିଜ ଘରକୁ ଫେରୁଥିବା ସମୟରେ ଏପରି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ସବୁଠାରୁ ବଡ଼ ଘଟଣା ହେଲା, ଜାତୀୟ ରାଜପଥ କାମ ଚାଲୁଥିବା ସମୟରେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ବହୁ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି, କିନ୍ତୁ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏନ୍ଏଚ୍ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି।